ଜଣେ ଚାଷୀ ତାଙ୍କ ଟ୍ରଲିରେ ବହୁତ ସାରା ଅଣ୍ଡା ଧରି ବଜାରକୁ ଯାଉଥିଲେ। ତାଙ୍କ ମୁହଁରେ ଆଶା ଥିଲା ଯେ ସେ ଆଜି ସମସ୍ତ ଅଣ୍ଡା ବିକ୍ରି କରିବେ ଏବଂ ଭଲ ମୂଲ୍ୟ ପାଇବେ। ଚାଷୀ ଖାଲି ପାଦରେ ଟ୍ରଲିକୁ କ୍ଷେତ ଦେଇ ଏକ ରାସ୍ତାରେ ଟାଣି ନେଉଛନ୍ତି, କିନ୍ତୁ ତାପରେ ହଠାତ୍ ଜଙ୍ଗଲରୁ ଏକ ଭୟଙ୍କର ବାଘ ଗର୍ଜନ କରି ଚାଷୀ ପାଖକୁ ଆସିଲା। ଚାଷୀ ଭୟଭୀତ ହୋଇ ଜୀବନ ବଞ୍ଚାଇବାକୁ ଦୌଡ଼ିଲା। ବାଘ ଚାଷୀଙ୍କ ସମ୍ପୂର୍ଣ୍ଣ ଟ୍ରଲିକୁ ଓଲଟାଇ ଦେଲା ଏବଂ ସମସ୍ତ ଅଣ୍ଡା ଖାଇଦେଲା। ଗରିବ ଚାଷୀ ରାସ୍ତା କଡ଼ରେ ବସି କାନ୍ଦିବାକୁ ଲାଗିଲା। ସେ ଭାବିଲା ଏବେ ସେ ତାଙ୍କ ପରିବାର ପାଇଁ ଖାଦ୍ୟ କିପରି ବ୍ୟବସ୍ଥା କରିବେ। ସେହି ସମୟରେ ଏକ ଧଳା କୋପତ ଆକାଶରୁ ଉଡ଼ି ଆସିଲା। ସେ ଚାଷୀଙ୍କୁ କାନ୍ଦୁଥିବାର ଦେଖିଲା। କୋପତ ଚାଷୀଙ୍କ ପାଖରେ ବସି ସବୁ କଥା ହେଲା। କୋପତ ଚାଷୀଙ୍କ ସାହାଯ୍ୟ କରିବା ପାଇଁ ଜଙ୍ଗଲକୁ ଉଡ଼ିଗଲା। ସେଠାରେ ସେ ଅନେକ ଅଣ୍ଡା ପାଇଲା। ସେ ସେଗୁଡ଼ିକ ତାର ଥଣ୍ଟ ଏବଂ ନଖ ସାହାଯ୍ୟରେ ଉଠାଇ ଚାଷୀଙ୍କ ଟ୍ରଲିକୁ ପୂର୍ଣ୍ଣ କରିଦେଲା। ଯେତେବେଳେ ଚାଷୀ ଦେଖିଲେ ଯେ ତାଙ୍କ ଟ୍ରଲି ପୁଣି ଅଣ୍ଡାରେ ପୂର୍ଣ୍ଣ ହୋଇଗଲା, ତାଙ୍କ ଆଖିରେ ଲୁହ ଆସିଗଲା। କିନ୍ତୁ ଏଥର ସେଗୁଡ଼ିକ ଆନନ୍ଦର ଲୁହ ଥିଲା। ଚାଷୀ ହାତ ଯୋଡ଼ି କୋପତଙ୍କୁ ଧନ୍ୟବାଦ ଦେଲା। ବନ୍ଧୁଗଣ, ଯେଉଁମାନେ ସାହାଯ୍ୟ କରନ୍ତି ସେମାନଙ୍କୁ ସର୍ବଦା ସମ୍ମାନ କରିବା ଉଚିତ। ଯେପରି ସେହି କୋପତ ଚାଷୀଙ୍କୁ ସାହାଯ୍ୟ କରିଲା, ଆମେ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ।